ଦୂର ଜଙ୍ଗଲରେ ରାନୁ ଚଢ଼େଇ ତା ଝିଅ ଗୁଡ଼ିଆ ସହ ରହୁଥିଲା। 2 ମାସ ପୂର୍ବରୁ ରାନୁ ଚଢ଼େଇର ସ୍ୱାମୀଙ୍କୁ ବହୁତ ବଡ଼ ରୋଗ ହେଇଥିଲା। ସେ ରୋଗରେ ରାନୁ ଚଢ଼େଇର ସ୍ୱାମୀର ମୃତ୍ୟୁବରଣ ହୋଇଥିଲା। ତା ସ୍ୱାମୀର ଚିକିତ୍ସା ପାଇଁ ରାନୁ ଚଢ଼େଇର ସବୁ ଜମାପୁଞ୍ଜି ଖର୍ଚ୍ଚ ହେଇଯାଇଥିଲା। ସେଥିପାଇଁ ରାନୁ ଚଢ଼େଇ ସମସ୍ତଙ୍କ ଘରକୁ ଯାଇକି ଝାଡ଼ୁ ପୋଛା ଲଗାଏ। ଆଉ ସେଇଥିରେ ସେ ତାର ଆଉ ତା ଝିଅର ପେଟ ପୋଷେ। ଗୋଟିଏ ଦିନ ରାନୁ ଚଢ଼େଇ ଗରିକାଉ ଘରେ କାମ କରୁଥିଲା। ଗୋଟିଏ ଗ୍ଲାସ ମାମା ଚଢ଼େଇ ପଙ୍ଖରୁ ତଳେ ଖସି ପଡ଼ିଲା। ଆଉ ସେ ଗ୍ଲାସଟି ଭାଙ୍ଗିଗଲା। ତାପରେ ସେଇଟାକୁ ଗରିକାଉ ସାଙ୍ଗେ ସାଙ୍ଗେ ଆସିଲା ଭାରି। ରାନୁ ଚଢ଼େଇକୁ କହିଲା, ରାନୁ ଚଢ଼େଇ, ତୁ କ'ଣ ଅନ୍ଧ ହେଇଯାଇଛୁ? ତତେ କ'ଣ ଦେଖାଯାଉ ନାହିଁ? ପଛଥର ତୁ ମୋର ଗୋଟେ ପ୍ଲେଟ୍ ଭାଙ୍ଗି ଦେଇଥିଲୁ, ଆଉ ଆଜି ମୋ ଗ୍ଲାସ ଭାଙ୍ଗିଦେଲୁ। ତୁ ଏଇଠୁ ଯା ଭାରି, ମୁଁ ତତେ ଆଉ ମୋ ଘରେ ରହିବାକୁ ଦେବି ନାହିଁ। ଗୌରୀ ମାଲିକାଣୀ, ମତେ ଟିକେ ଦୟା କର। ମୁଁ ତ ଗୋଟିଏ ଗରିବ ଚଢ଼େଇ, ମୁଁ କୁଆଡ଼େ ଯିବି? ତୁମେ ମତେ ବାହାର କରିଦେଲେ ମୋ ଝିଅ ଭୋକ ଉପାସରେ ମରିଯିବ। ତୋ ଝିଅ ମରିଲେ କେତେ, ବଞ୍ଚିଲେ କେତେ, ମୋର କିଛି ଯାଏ ଆସେ ନାହିଁ। ଏବେ ମୁଁ ମୋ ଘରେ ତତେ କାମ କରିବା ପାଇଁ ରଖିବି ହିଁ ନାହିଁ। ତାପରେ ରାନୁ ଚଢ଼େଇ କାନ୍ଦି କାନ୍ଦି ତା ଘରକୁ ଚାଲିଗଲା। ରାନୁ ଚଢ଼େଇ କାନ୍ଦୁଥିବାର ଦେଖି ଗୁଡ଼ିଆ କହିଲା, ମାମା, କ'ଣ ହେଲା? ଆଜି ଏତେ ତୁମେ କାନ୍ଦୁଛ କ'ଣ ପାଇଁ? ଗୁଡ଼ିଆ, ଗୌରୀ ମାଲିକାଣୀ ଆଜି ମତେ କାମରୁ ବାହାର କରିଦେଲେ। ଏବେ ଆମେ ମା ଝିଅ କ'ଣ କରିବା? କିଛି ଦିନ ଏମିତି ହିଁ ବିତିଗଲା। ରାନୁ ଚଢ଼େଇକୁ କୌଣସି ବି କାମ ମିଳିଲା ନାହିଁ। ତାପରେ ରାନୁ ଚଢ଼େଇ କିଛି ଜିନିଷ ପ୍ୟାକ୍ କଲା, ଆଉ ତା ଝିଅ ଗୁଡ଼ିଆକୁ ନେଇକି ତା ମା ଘର ଜଙ୍ଗଲ ଆଡ଼କୁ ଚାଲିଗଲା। ତାପରେ ସେମାନେ ରାସ୍ତାରେ ପାଣି ପିଇବା ପାଇଁ ଗୋଟିଏ ନଦୀ କୂଳରେ ରହିଲେ। ମାମା, ଆଉ କେତେ ଦୂର ଅଜାଙ୍କ ଘର? ମୁଁ ତ ଥକି ସାରିଲିଣି। ଗୁଡ଼ିଆ, ସେ ଯୋଉ ବଡ଼ ଗଛ ଦେଖାଯାଉଛି, ସେ ଗଛର ପଛ ପାଖେ ତୁମ ଅଜାନାଙ୍କର ଘର ଅଛି। ତାପରେ ସେମାନେ ମା ଝିଅ ପୁଣି ଉଡ଼ିବାକୁ ଲାଗିଲେ। ତାପରେ ସେମାନେ ରାନୁ ଚଢ଼େଇର ମା ଯେଉଁ ଜଙ୍ଗଲରେ ରହୁଥିଲା ସେଇ ଜଙ୍ଗଲରେ ସେମାନେ ପହଞ୍ଚିଗଲେ। ଗୁଡ଼ିଆ ତା ଅଜାନାଙ୍କ ଘର ଦେଖିକି ବହୁତ ଖୁସି ହେଇଗଲା। ୱାଓ ମାମା, ଅଜାନାଙ୍କର ଘର ତ ବହୁତ ସୁନ୍ଦର। ଆମ ଘରଠାରୁ ବି ବହୁତ ସୁନ୍ଦର। ତାପରେ ମାମା ଚଢ଼େଇ କବାଟ ବାଡ଼େଇବାକୁ ଲାଗିଲା। ତାପରେ ଭିତରୁ ବୁଲବୁଲ ବାହାରକୁ ଆସିଲା। ଚଢ଼େଇଜି, ତମେ କାହାକୁ ଦେଖା କରିବା ପାଇଁ ଆସିଛ? ତାପରେ ରାନୁ ଚଢ଼େଇ କହିଲା, ଏ ଘରେ ତ ମୋ ମାମା ରହୁଥିଲେ। ତାପରେ ବୁଲବୁଲ କହିଲା, ସେ ଚଢ଼େଇ ତ 2 ମାସ ହେଇଗଲାଣି ମୃତ୍ୟୁବରଣ କରିସାରିଲାଣି। ସେହିଦିନ ଠାରୁ ଏ ଘରେ ମୁଁ ରହୁଛି। ରାନୁ ଚଢ଼େଇ ତା ମାର ମୃତ୍ୟୁ କଥା ଶୁଣି ବହୁତ କାନ୍ଦିବାକୁ ଲାଗିଲା। ଅଜା ବି ଆମକୁ ଛାଡ଼ିକି ଚାଲିଗଲେ, ଆଉ ପାପା ବି। ମାମା, ଆମେ ଏକୁଟିଆ କେମିତି ବଞ୍ଚିବା ଏବେ? ଆମର ତ ଆଉ କେହି ବି ନାହିଁ। ଚାଲ ଗୁଡ଼ିଆ, ଏବେ ଆମେ ଆଉ କୋଉଠିକି ଯିବା ଭାରି। ତାପରେ ରାନୁ ଚଢ଼େଇ ଆଉ ତା ଝିଅ ଉଡ଼ି ଉଡ଼ି ଯାଉଥିଲେ। କିଛି ଦୂରରେ ଗୋଟିଏ ପକ୍ଷୀ ବହୁତ କଷ୍ଟ ପାଉଥିଲା। ଆରେ ଆରେ, ମରିଗଲି ରେ, ମରିଗଲି। ତାପରେ ମା ଝିଅ ସେଇଠାକୁ ଚାଲିଗଲେ। ଅଙ୍କଲ, ତମର କ'ଣ ହେଇଛି? ତମେ କ'ଣ ପାଇଁ କାନ୍ଦୁଛ? ମତେ ବଞ୍ଚାଅ, ମତେ ବଞ୍ଚାଅ। ମୋ ପଙ୍ଖରେ ଗୋଟିଏ କଣ୍ଟା ଲାଗିଯାଇଛି। କେହି ତ ମୋ କଣ୍ଟାଟାକୁ ବାହାର କରିଦିଅ। ତାପରେ ଗୁଡ଼ିଆ ବହୁତ ସହଜରେ ପଙ୍ଖରୁ କଣ୍ଟାଟିକି ବାହାର କରିଦେଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ସେତେବେଳୁ ବହୁତ କଷ୍ଟ ପାଉଥିଲି, ହେଲେ ମୋତେ କେହି ବି ସାହାଯ୍ୟ କରୁନଥିଲେ। ଆଚ୍ଛା, ତୁମ ଘର କୋଉଠି? ଘର କଥା ଶୁଣିକି ମା ଝିଅ ବହୁତ କାନ୍ଦିଲେ। ଚଢ଼େଇ, ଆମେ ବହୁତ ଗରିବ, ଆମର କେହି ବି ନାହାନ୍ତି। ମୁଁ ଲୋକମାନଙ୍କ ଘରକୁ ଯାଇକି କାମ କରେ, ଆଉ ଏବେ ମାଲିକାଣୀ ମୋତେ କାମରୁ ବାହାର କରିଦେଲେ। ସେ ପକ୍ଷୀଟି ମାମା ଚଢ଼େଇ ଆଉ ଗୁଡ଼ିଆର କଥା ଶୁଣିକି ବହୁତ ମନ ଦୁଃଖ କରି, ହଉ ଠିକ୍ ଅଛି, ତମେ ମୋ ପଛେ ପଛେ ଆସ। ମୁଁ ତୁମକୁ ଆଜି ଗୋଟିଏ ବହୁତ ବଡ଼ ଦୁନିଆକୁ ନେଇ, ସେଠି ମୋ ଛଡ଼ା ଆଉ କେହି ବି ରହୁନାହାନ୍ତି। ତାପରେ ମାମା ଚଢ଼େଇ ଆଉ ଗୁଡ଼ିଆ ସେ ପକ୍ଷୀର ପଛେ ପଛେ ଚାଲିଗଲେ। ତାପରେ ଚଢ଼େଇଟି ସମୁଦ୍ର ଉପରେ ଉଡ଼ି ଉଡ଼ି ସେମାନେ 2 ଜଣ ମା ଝିଅକୁ ଗୋଟିଏ ଅଜଣା ଜାଗାକୁ ନେଇଗଲା। ଏ ଘରଟି ହେଉଛି ମୋର, ଆଉ ଏ ପାଖ ଘରଟି ହେଉଛି ମୋ ସାଙ୍ଗର। କିନ୍ତୁ ସେ ପଛଥର ବର୍ଷାରେ ସେ ମରିଗଲା। ସେ ବହୁତ ଭଲ ସାଙ୍ଗ ଥିଲା ମୋର। ତୁମେ 2 ଜଣ ଏବେ ଏ ଘରେ ରହିପାରିବ। ମା ଝିଅ 2 ଜଣ ଖୁସିରେ ଖୁସିରେ ସେ ଘର ଭିତରକୁ ଚାଲିଗଲେ। ତା ପରଦିନ ଗୁଡ଼ିଆ ବୁଲିବା ପାଇଁ ଟିକେ ବାହାରକୁ ଯାଉଥିଲା। ସେ ବୁଲି ବୁଲି ଆଉ ଟିକେ ଆଗକୁ ଗଲା। ଗୁଡ଼ିଆ ସେସବୁ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା, କାରଣ ସେଇଠାରେ ବହୁତ କଦଳୀ ଗଛ ଥିଲା। ସେ କଦଳୀ ଗଛ ଗୁଡ଼ାକରେ କଦଳୀ ଭରପୁର ଥିଲା। ଏତେ ସାରା କଦଳୀ ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ କରି ଦେଖୁଛି। ତାପରେ ଗୁଡ଼ିଆ ତା ମାମାକୁ ସାଙ୍ଗେ ସାଙ୍ଗେ ଧରିକି ସେଇଠାକୁ ଆସିଲା ଭାରି। ତାପରେ ସେମାନେ ମା ଝିଅ ପେଟ ପୁରାଇ କଦଳୀ ଖାଇଲେ। ତାପରେ ମାମା ଚଢ଼େଇ ଗୁଡ଼ିଆକୁ କହିଲା, ଗୁଡ଼ିଆ, ଯଦି ଆମେ କଦଳୀ ଏଇଠୁ ନେଇକି ସେ ଆମ ଜଙ୍ଗଲରେ ବିକ୍ରି କରିବା, ତାହେଲେ ଆମର ବହୁତ ପଇସା ଇନକମ୍ ହବ। ତାପରେ ଗୁଡ଼ିଆ କହିଲା, କିନ୍ତୁ ମାମା, ଆମେ ଏ କଦଳୀକୁ ଆର ଜଙ୍ଗଲକୁ କେମିତି ନେଇକି ଯିବା? ଆମେ କଦଳୀ ପତ୍ରରେ ଗୋଟିଏ ଡଙ୍ଗା ତିଆରି କରିବା।
ତାପରେ ସେଇ ଡଙ୍ଗାରେ ଆମେ କଦଳୀ ରଖିକି ଆର ଜଙ୍ଗଲକୁ ଯିବା। ତାପରେ ମା ଝିଅ ଗୋଟିଏ କଦଳୀ ଗଛରୁ କଦଳୀ ପତ୍ର ଛିଡ଼େଇ ଗୋଟିଏ ସୁନ୍ଦର ଡଙ୍ଗା ତିଆରି କଲେ। ତାପରେ ସେଇ ଡଙ୍ଗାରେ କଦଳୀ ରଖିକି ଆଉ ଗୋଟେ ଜଙ୍ଗଲକୁ ଗଲେ। ସେ ଜଙ୍ଗଲରେ କଦଳୀର ଫଳ ନଥିଲା। ସେଥିପାଇଁ ସବୁ ପକ୍ଷୀ ଜଲ୍ଦି ଜଲ୍ଦି କଦଳୀ କିଣିକି ନେଇଗଲେ। ଆଉ ସେମାନଙ୍କର ବହୁତ ଭଲ ବେପାର ହେଲା, ଆଉ ସେମାନଙ୍କୁ ଭଲ ପଇସା ବି ମିଳିଲା। ଗୁଡ଼ିଆ, ଭଗବାନ ଆମ ଡାକ ଶୁଣିଲେ। ଏବେ ଆମର ଦୁଃଖ ଆଉ ଦରିଦ୍ରର ଦିନ କଟିଗଲା। ଆମେ ଏମିତି ହିଁ କଦଳୀ ବିକ୍ରି କରିକି ବହୁତ ଭଲ ପଇସା ଇନକମ୍ କରିବା। ତାପରେ ମା ଝିଅ ସେହି ଡଙ୍ଗାରେ ସେଇ ନୂଆ ଜାଗାକୁ ପୁଣି ଥରେ ଚାଲିଗଲେ। ତା ପରଦିନ ଜଙ୍ଗଲରେ ଯେତେବେଳେ ମା ଝିଅ କଦଳୀ ବିକ୍ରି କରୁଥିଲେ, ମାମା ଚଢ଼େଇର ମାଲିକାଣୀ ଗରିକାଉ ସେଇଠାକୁ ଆସିଲା ଭାରି। ଚଢ଼େଇ, ତୁ କେବେଠାରୁ ଏ କଦଳୀ ବିକ୍ରି କରିବା ଆରମ୍ଭ କରିଦେଲୁଣି? ମୁଁ ଯେଉଁ ନୂଆ ଦୁନିଆରେ ରହୁଛି ସେଇଠି ମୋତେ ଫ୍ରିରେ ଏ କଦଳୀ ସବୁ ମିଳିଯାଉଛି। ଯେତେବେଳେ ତୁମେ ମୋତେ କାମରୁ ବାହାର କରିଦେଲ, ଗୋଟିଏ ପକ୍ଷୀ ମୋତେ ନୂଆ ଦୁନିଆକୁ ନେଇଯାଇଥିଲା। ତାପରେ ଗରିକାଉ କହିଲା, କ'ଣ ସତରେ ସେଇଠି ଫ୍ରିରେ ଏତେ କଦଳୀ ମିଳୁଛି? ତାପରେ ଗୁଡ଼ିଆ କହିଲା, ହଁ ମାଲିକାଣୀ, ସେଇଠି କେବେ ନ ସରିବା କଦଳୀ ଗଛ ଅଛି। ଏସବୁ ଶୁଣିକି ଗରିକାଉକୁ ବହୁତ ଲୋଭ ଲାଗିଲା। ତାପରେ ଗରିକାଉ ଜଲ୍ଦି ଉଡ଼ି ଉଡ଼ିକି ତା ସ୍ୱାମୀ କଳାକାଉ ପାଖକୁ ଚାଲିଗଲା। କାଲୁଜି କାଲୁଜି, ଜଲ୍ଦି ଚାଲ, ଗୋଟିଏ ଡଙ୍ଗା ତିଆରି କର। ଗୋରି, ଡଙ୍ଗାରେ ଆମେ କ'ଣ କରିବା? ଆମେ ସେ ରାନୁ ଚଢ଼େଇର ନୂଆ ଜାଗାରୁ କଦଳୀ ଆଣିକି ଏଇ ଆମ ଜଙ୍ଗଲରେ ବିକ୍ରି କରିବା। ତାପରେ ଆମେ ଏ ଜଙ୍ଗଲରେ ବହୁତ ବଡ଼ ଧନୀ ପକ୍ଷୀ ହେଇଯିବା। ତାପରେ କଳାକାଉ ଗୋଟିଏ ବଢ଼େଇ ପକ୍ଷୀ ପାଖକୁ ଗଲା। କଳାକାଉ ପାଖରେ ଯେତେ ସବୁ ପଇସା ଥିଲା ସେ ବଢ଼େଇକି ଦେଇକି ତା ପାଇଁ ଗୋଟେ ଡଙ୍ଗା ତିଆରି କରିଲା। ଯେତେବେଳେ ରାତି ହେଇଗଲା, କାଉ ଆଉ ଗରିକାଉ ସେହି ଡଙ୍ଗାରେ ସେ ନୂଆ ଜାଗା ପାଖକୁ କଦଳୀ ଚୋରି କରିବା ପାଇଁ ଗଲେ। ଆଉ ଏପଟେ ମା ଚଢ଼େଇ ଆଉ ଗୁଡ଼ିଆ ବହୁତ ଆରାମସେ ନିଦରେ ଶୋଇଥିଲେ। ଆଉ ଏପଟେ ଲୋଭିକାଉ ଭଲ ଘର ଛାଡ଼ିକି କଦଳୀ ଲୋଭରେ ସମୁଦ୍ରରେ ବୁଲୁଥାଏ। ତାପରେ କଳାକାଉ ଓ ଗରିକାଉ ସେ କଦଳୀ ଗଛ ପାଖରେ ପହଞ୍ଚିଗଲେ। ସେମାନେ ସ୍ୱାମୀ ସ୍ତ୍ରୀ କଦଳୀ ଦେଖିକି ବହୁତ ଖୁସି ହେଇଯାଇଥିଲେ। ଗୋରି, ଆଜି ରାତିରେ ଆମେ ସବୁ କଦଳୀ ଚୋରି କରିକି ନେଇଯିବା। ଆଉ ଯେତେବେଳେ କାଲି ସକାଳେ ଗୁଡ଼ିଆ ଏଠିକି ଆସିବ ତ ଖାଲି ସେ କାନ୍ଦିବ। କାଲୁଜି, ଜଲ୍ଦି କର, ଆଉ ମାଗଣାରେ ଏଇଠାରୁ ସବୁ କଦଳୀ ନେଇ ଚାଲ। ତାପରେ ସ୍ୱାମୀ ସ୍ତ୍ରୀ କଦଳୀ ତୋଳି ତୋଳିକି ତାଙ୍କ ଡଙ୍ଗାରେ ନେଇକି ରଖିଲେ। ସେ ଡଙ୍ଗାର ସେ ଉପର ଯାକେ କଦଳୀ ରଖିନେଲେ। କାଉଜି, ଆଉ କଦଳୀ ଦିଅ ନାହିଁ, ଏ ଡଙ୍ଗା ତ ଗୋଟେ ପଟିକି ଅଣି ହେଇକି ରହିଲାଣି। ତାପରେ କଳାକାଉ କହିଲା, 2-4ଟା କଦଳୀ ମୁଁ ମୋ ମୁଣ୍ଡରେ ଉଠେଇକି ବି ନେଇଯିବି। ଗୋଟିଏ କଦଳୀ ଖାନ୍ଦି ତୁମେ ବି ତୁମ ମୁଣ୍ଡ ଉପରେ ରଖିନିଅ। ତାପରେ ସେମାନେ ତାଙ୍କ ଜଙ୍ଗଲକୁ ଫେରୁଥିଲେ। ଯେତେବେଳେ ତାଙ୍କ ଡଙ୍ଗା ମଝି ସମୁଦ୍ର ପାଖକୁ ଗଲା, ଡଙ୍ଗାଟି ବହୁତ ଓଜନ ହେବା ଦ୍ୱାରା ମଝି ସମୁଦ୍ରରେ ବୁଡ଼ିଗଲା। ଆଉ ଲୋଭୀ କଳାକାଉ ଓ ଗରିକାଉ ସେଇଠି ବୁଡ଼ିକି ମରିଗଲେ।